प्रसंग अत्यंत सुंदर प्रसंग आणतु देखिबा दुर्गा तांडव आनिबे। सहारा करी भक्त मान उद्धार करती से सत्य जुगर कली जुग पर्यंत 10 कोटी ठाकुर अवतार नहीं से 10 कोटी अवतार सब भगवान गोटे गोटे गुरु करते से गुरु मानकर नाम आपण माने कहिबे। भगवान जो 10 अवतार धारण कले मीन कश्यप वराह नरसिंह वामन राम परशुराम कृष्ण बौद्ध ए सब जो 10 अवतार धारण कले तांको मानकर गुरु को नाम आज्ञा जिते कृष्ण अवतार हेले आज्ञा संदीपनी ऋषि को कृष्ण गुरु करथिले तापरे गुरु करथिले हमरो बराह अवतार जिते हेले आज्ञा सेते बेले शबर को गुरु करथिले आज्ञा जने शबर को गुरु करथिले तेणु करी जिते बेले नृसिंह अवतार हेले आज्ञा से विष्णु निजे अवतार ग्रहण करी निजे निजको निजे गुरु करथिले तेणु करी शिव भगवान भी से नृसिंह अवतार होकरी माने से बराह अवतार को शांत करबा भाई से भी तांको गुरु करथिले आज्ञा एमती तो सब गुरी को मन तेणुक कृष्णकर वशिष्ठ जो रामकर वशिष्ठ तेणुक जो बाबी समुद्र कह जाए आउ कृष्णकर हेले शांतिपनु आउ बराहर हेले जगदन एमती मन नहीं माँ पार्वती को प्रश्न ठाकुर वामन अवतार जो से बलि राजा को पाताल को टापिले जेतेबेले गुड़ रखिले तांकर नाम कौन थिला जेतेबेले सुतल रूपर रहिले तांकर नाम कौन थिला आज्ञा जेतेबेले से आज्ञा गुड़ रखिथिले सेतेबेले आज्ञा बाला नाम ता पड़थिला समान प्रश्न आज्ञा बोटू को वामन अवतार जेतेबेले ठाकुर गले बलि राजार मुंडरे रखिबे तांकर नाम थिला त्रिविक्रम अवतार सुतल लोक को जेतेबेले गले लक्ष्मी ठाकुराणी ताबळ सेवन कले तांका नाम ହେଲା उपेंद्र सुतल लोकरे जेतेबेले रहिले तांकर नाम थिला उपेंद्र नाम पूजा पाइले जेतेबेले गोड़ रखिदेले तांका
ତାଙ୍କର ନାମ ତ୍ରିବିକ୍ରମ ଅବତାର ଥିଲା। ଯେତେବେଳେ ବାଳିକି ବଳି ଦ୍ୱାରକୁ ଗଲେ ସେତେବେଳେ ବାମନ ଅବତାର ଥିଲା। ସତ୍ୟ ଯୁଗରୁ କଳି ଯୁଗ ପର୍ଯ୍ୟନ୍ତ ପ୍ରଶ୍ନ ଥିଲା। ମୀନ ଅବତାର, କୈଚ୍ଛବ ଅବତାର, ବରାହ ଅବତାର, ନରସିଂହ ଅବତାର ଅବ୍ୟକ୍ତଙ୍କୁ ଗୁରୁ କରିଥିଲେ। ଅବ୍ୟକ୍ତଙ୍କୁ ଗୁରୁ କରିଥିଲେ। ସ୍ୱୟଂ ଜଗନ୍ନାଥ ତାଙ୍କର ଗୁରୁ କିଏ? ଆମ ସମସ୍ତଙ୍କର ତ ମନେ ନଥିବ, ସେ ଈଶାନେଶ୍ୱରକୁ ଗୁରୁ କରିଥିଲେ। ଆଉ ଭଗବାନ କୃଷ୍ଣ ସନ୍ଦୀପନୀ ଶାନ୍ତିପନୀ ଆଉ ଗାର୍ଗ ମୁନିଙ୍କୁ ଗୁରୁ କରିଥିଲେ। ବଶିଷ୍ଠ ବିଶ୍ୱାମିତ୍ର ରାମଚନ୍ଦ୍ରଙ୍କୁ ଗୁରୁ କରିଥିଲେ। ଆଉ ବାମନ ଅବତାର ଭଗବାନ ବୃହସ୍ପତିଙ୍କୁ ଗୁରୁ କଲେ। ସେଇଭଳିଆ 10 ଅବତାର। ଧନ୍ୟବାଦ ଆପଣମାନଙ୍କୁ। ହ୍ୟାଲୋ, ଧନ୍ୟବାଦ। ଆମର ଦେବଦେବ ମହାଦେବ ଶିବ ମହାପ୍ରଭୁ କହିବେ, ଆମର ହିମାଳୟ ପ୍ରଦେଶରେ ଗୌରୀକୁଣ୍ଡ ଅଛି। ହିମାଳୟ ପ୍ରଦେଶରେ ଗୌରୀକୁଣ୍ଡ ଅଛି। ସମୁଦ୍ର ପତନ ଠାରୁ ଗୌରୀକୁଣ୍ଡ କେତେ ଦୂର? ବହି ହେଲା ଚରିତ୍ର ଚିନ୍ତାମଣ। ସମୁଦ୍ର ପତନ ଠାରୁ ଗୌରୀକୁଣ୍ଡ କେତେ ଦୂର? ଧନ୍ୟବାଦ। ଉତ୍ତର ହେଉଛି 22,028 ଫୁଟ। ପାର୍ବତୀ ମା ମାନେ କହିବେ, ମା ମାନଙ୍କ ପାଇଁ ଛୋଟିଆ ଗୋଟେ ପ୍ରଶ୍ନ। ମହାରାଜ ଭଗୀରଥ ହିମାଳୟ ପ୍ରଦେଶରେ ଯେତେବେଳେ ତପସ୍ୟା ଶିବଙ୍କ ପାଇଁ କରୁଥିଲେ, କୋଉ ଜାଗାରେ କରୁଥିଲେ? ହିମାଳୟ ପ୍ରଦେଶରେ ମହାରାଜ ଭଗୀରଥ ଯେତେବେଳେ ଶିବଙ୍କୁ ତପସ୍ୟା କରୁଥିଲେ, କୋଉ ଜାଗାରେ ତପସ୍ୟା କରୁଥିଲେ? ସେଇ ଚରିତ୍ର ଚିନ୍ତାମଣି ଗିରିଶୃଙ୍ଗ କିମ୍ବା ଗୌରୀଶୃଙ୍ଗ ବୋଲି ନାମ। ଧନ୍ୟବାଦ। ଗୋପର୍ଣ୍ଣ ତୀର୍ଥ ଚରିତ୍ର ଚିନ୍ତାମଣି ପୁସ୍ତକ। ହଁ, ଧନ୍ୟବାଦ। ମୁଁ ଆପଣ ପ୍ରଶ୍ନ ପଚାରିବି, ସେ ତ ପଚାରିଲେନି, ମୁଁ ଆଉ କିଛି ପଚାରିବିନି। ଆପଣ ସମ୍ମାନର ସହିତ ପ୍ରସ୍ଥାନ କରନ୍ତୁ। ପଚାରିବି ନା ନା ନା, ବେଶୀ ପଚାରିଲେ ଦେଖନ୍ତୁ କଣ କହୁଛି କହିଲେ, ଯେ ଏମାନେ ଆମମାନଙ୍କର ପୁତ୍ର କଳାକାର, ବୁଝିଲେ କି ନାହିଁ? ଏମାନେ ଗୋଟିଏ ଜିନିଷ ହେଲା ମଞ୍ଚ, ଆମମାନଙ୍କୁ ଓଡ଼ିଆ ସେମାନଙ୍କୁ ଦର୍ଶକ ମାନଙ୍କୁ ଆକର୍ଷିତ କରିବା ଏମାନଙ୍କର କର୍ତ୍ତବ୍ୟ। ପ୍ରଶ୍ନ ଉତ୍ତର କଥା କେହି ଏଥିରେ କିଛି ନାହିଁ। ହଉ, ଖାଲି ଖାଲି ଛୋଟିଆ କଥା ପଚାରିଦେଉଛି ଯେ ମା କାଳିକା ପାର୍ବତୀ କାଳିକା ରୂପ ଧାରଣ କରି ଏ କଳି ଯୁଗରେ କେଉଁ ଜାଗାରେ ଆମ ପାପୀ ମାନଙ୍କର ଶବ ମାଂସ ଭକ୍ଷଣ କରୁଛନ୍ତି? ମା ପାର୍ବତୀ କାଳିକା ରୂପ ଧାରଣ କରି ଏ କଳି ଯୁଗରେ କେଉଁ ଜାଗାରେ ପାପୀ ମାନଙ୍କର ଶବ ମାଂସ ଭକ୍ଷଣ କରୁଛନ୍ତି ପ୍ରତ୍ୟେକ ଦିନ? ଆଜ୍ଞା, ପୁରୀ। ନାଇଁ ନାଇଁ, ଦେଖନ୍ତୁ ବହି ହଉଛି ଯମ ପୁରାଣ, ବୁଝିଲେ ନାଇଁ? ଉତ୍ତରଟା କହିଦଉଛି, ବହି ଯମ ପୁରାଣ, ବୁଝିଲେ ନାଇଁ? କରଞ୍ଜ ଦୀପ ବାଟେ ଥାଅ, ପାପୀ ବସନି ଭୋଗ ଖାଅ। ଯେତେବେଳେ ମା କାଳିକା ରୂପ ଧାରଣ କରି ଯମପୁରକୁ ଗଲେ, କହିଲେ ମତେ କିଛି ଖାଦ୍ୟ ଦିଅ, ମତେ ସୁସ୍ୱା ଲାଗୁଛି, ମତେ କିଛି ଖାଦ୍ୟ ଦିଅ। ଯମ କହିଲେ ଯେ ମା ଏଇଠି ହବନି, କଳି ଯୁଗରେ କରଞ୍ଜ ଦୀପ ବାଟରେ ତମେ ରହିବ କାଳିକା ରୂପରେ, କିନ୍ତୁ ପ୍ରତ୍ୟେକ ଦିନ ଶବ ମାଂସ ଭକ୍ଷଣ କରିବ। ହଉ, ସମ୍ମାନର ସହିତ ପ୍ରସ୍ଥାନ କରନ୍ତୁ। ଆସିବେ ମନୋରଞ୍ଜନ କାର୍ଯ୍ୟକ୍ରମ ରନ୍ତଲେ। ଆସନ୍ତୁ।